ନମସ୍କାର, ଜୟ ଜଗନ୍ନାଥ। ସମସ୍ତେ ଆଜିର ଦିନଟି ଆପଣମାନଙ୍କ ପାଇଁ ଭଲରେ କଟିବ। ଚାଲନ୍ତୁ ଜାଣିବା ଆଜି ଏକ ଶିକ୍ଷଣୀୟ କଥା। ଭଗବାନ ଓ କୃଷ୍ଣଙ୍କ ମଧ୍ୟରେ ଏକ ଲୋକ କଥା। ପୁରୁଣା ସମୟର କଥା। ଏକ ସୁନ୍ଦର ଗାଁ ଥିଲା। ସେହି ଗାଁର ଲୋକମାନେ ସରଳ ଓ ପରିଶ୍ରମୀ ଥିଲେ। ସେମାନଙ୍କ ଜୀବନ କୃଷି ଉପରେ ହିଁ ନିର୍ଭର କରୁଥିଲା। ଧାନ, ଡାଲି, ସବୁଜ ଶାଗ, ପରିବା ଓ ଫଳ ଉତ୍ପାଦନ କରି ସେମାନେ ସେମାନଙ୍କର ଜୀବନ ଯାପନ କରୁଥିଲେ। ସେହି ଗାଁରେ ରହୁଥିଲେ ଗୋପାଳ ନାମକ ଏକ କୃଷକ। ଗୋପାଳ ବହୁତ ପରିଶ୍ରମୀ ଥିଲେ ମଧ୍ୟ, କିନ୍ତୁ ସେ ସଦା ଦୁଃଖୀ ରହୁଥିଲେ। ସେ ଭାବୁଥିଲେ, ମୁଁ ତ ଦିନ ରାତି ପରିଶ୍ରମ କରୁଛି, ତଥାପି ମୋ ଫସଲ ଭଲ ହୁଏନି କାହିଁକି? ଭଗବାନ କ'ଣ ମୋ ପାଇଁ ନ୍ୟାୟ କରୁନାହାନ୍ତି? ପ୍ରତିଦିନ ସକାଳେ ସେ କ୍ଷେତକୁ ଯାଇ ପୋକମାନେ ଫସଲ ଖାଇ ଦେଉଥିଲେ। ଏକ ଦିନ ସେ ଆକାଶକୁ ଦେଖି କହିଲା, ହେ ଭଗବାନ, ତୁମେ ଯଦି ମୋତେ ଫସଲ ଚାଷ କରିବାକୁ ଦେଇଛ, ତେବେ ପ୍ରକୃତିକୁ ମଧ୍ୟ ମୋ ହାତରେ ଦିଅ। କେବେ ବର୍ଷା ହେବ, କେବେ ସୂର୍ଯ୍ୟ ଉଠିବ, ଆଉ ସେସବୁ ମୁଁ ନିଜେ ହିଁ ନିର୍ଣ୍ଣୟ କରିବି। ତାହେଲେ ଦେଖିବି ମୋ ଫସଲ କେମିତି ନହବ। ତାଙ୍କର ଏହି କଥା ଶୁଣି ଭଗବାନ ହସିଲେ ଏବଂ ସେହି ରାତିରେ ଭଗବାନ ଗୋପାଳର ସ୍ୱପ୍ନରେ ଆସିଲେ ଏବଂ କହିଲେ, ଗୋପାଳ, ତୁମେ ଭାବୁଛ ତୁମେ ସବୁଠାରୁ ଭଲ ଜାଣିଛ। ଠିକ୍ ଅଛି, ଆଗାମୀ ଋତୁରେ ପ୍ରକୃତି ତୁମ ଇଚ୍ଛା ଅନୁସାରେ ହିଁ ଚାଲିବ। ତୁମେ ଯେମିତି ଚାହିଁବ ସେମିତି ପ୍ରକୃତି ଚାଲିବ। ସକାଳେ ଉଠି ଗୋପାଳ ଖୁସିରେ ଭରିଗଲା। ସେ ଭାବିଲା, ଏବେ ମୋ ଜୀବନ ବଦଳିଯିବ। ମୁଁ ଯାହା ଚାହିଁବି ସେମିତି କରିବି ଏବଂ ମୋ ଇଚ୍ଛା ଅନୁସାରେ ପ୍ରକୃତି ଚେଞ୍ଜ ହେବ ଏବଂ ମୋର ସବୁ ଭଲ ଫସଲ ବି ହେବ। ତାପରେ ସେ କ'ଣ କଲା ନା, ବିହନ ବୁଣିବାକୁ ଷ୍ଟାର୍ଟ କଲା। ସେ କହିଲା, ଏବେ ହାଲୁକା ବର୍ଷା ହେଉ। ବର୍ଷା ମଧ୍ୟ ହାଲୁକା ହେଲା। ସେ ପୁଣି କହିଲା, ସୁନ୍ଦର ସୂର୍ଯ୍ୟ ଆଲୋକ ମଧ୍ୟ ଦିଅ। ସୂର୍ଯ୍ୟ ମୃଦୁ ଆଲୋକ ଦେଲେ। ସେ କହିଲା, ତୀବ୍ର ବାତ୍ୟା ନ ଆସୁ। ବାତାସ ମଧ୍ୟ ଶାନ୍ତ ରହିଲା। ତାର କହିବା ହିସାବରେ ହିଁ ଋତୁର ପରିବର୍ତ୍ତନ ହେଲା। ଗୋପାଳ ଭାବିଲା, ଏ ହେଉଛି ସଠିକ୍ ଚାଷ। ମୁଁ ଯେମିତି କହିଲି, ଯୋଉ ଭଳିଆ ପରିବେଶ କହିଲି ସେମିତି ଋତୁ ଆସିଲା ଓ ଏମିତି ଦିନ କେତେ ଦିନ କଟିଗଲା ପରେ ଫସଲ ଭଲ ହେଲା। କେବଳ ଲୋକମାନେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଗଲେ। ଗୋପାଳ ଏତେ ସୁନ୍ଦର କେମିତି ହେଲା? ସେମାନେ ପଚାରିଲେ। ଗୋପାଳ ଗର୍ବରେ ହସି କହିଲା କି ତାପରେ ଶେଷରେ ଫସଲ କାଟିବା ସମୟ ମଧ୍ୟ ଆସିଗଲା। ଗୋପାଳ ଖୁସିରେ ଧାନ ଶୀଷ ସବୁ ଭାଙ୍ଗି ଦେଖିଲା ଯେ ତା ଭିତରେ କେମିତିକା ସବୁ ଧାନ ସବୁ ଅଛି, କିନ୍ତୁ ଯେତେବେଳେ ଦେଖିଲା ଯେ ଧାନ ହିଁ ନଥିଲା। ସେ ଆଶ୍ଚର୍ଯ୍ୟ ହୋଇଗଲା। ସେ ଅନ୍ୟ ଶୀଷ ଭାଙ୍ଗି ପୁଣି ଦେଖିଲା, ସେଥିରେ ମଧ୍ୟ ଧାନ ନଥିଲା। ସେ ପୁରା ଆଶ୍ଚର୍ଯ୍ୟ ଏବଂ ଚକିତ ହୋଇ କହିଲା, ସମସ୍ତ କ୍ଷେତ ଦେଖିଲା ମଧ୍ୟ ସବୁ ଶୂନ୍ୟ। ଖାଲି ଉପରେ ସୁନ୍ଦର ସୁନ୍ଦର ଦେଖାଯାଉଛି, ଭିତରେ କିଛି ବି ନାହିଁ। ଗୋପାଳ ଭୂମିରେ ବସି କାନ୍ଦିବାକୁ ଲାଗିଲା। ଏମିତି କାନ୍ଦିବା ସେ ଆକାଶକୁ ଦେଖି କହିଲା, ହେ ଭଗବାନ, ଏ କ'ଣ ହେଲା? ମୁଁ ତ ସବୁ କିଛି ଠିକ୍ କରିଥିଲି। ଭଗବାନଙ୍କର ଶବ୍ଦ ଶୁଣାଗଲା। ଭଗବାନ କହିଲେ, ଗୋପାଳ, ତୁମେ ବର୍ଷା ଦେଲ, ସୂର୍ଯ୍ୟ ଦେଲ, କିନ୍ତୁ ତୁମେ ବାତ୍ୟା ଓ କଷ୍ଟକୁ ଅନୁମତି ଦେଲ ନାହିଁ। ତ ବାତାସ ଗଛକୁ ଶକ୍ତ କରେ, ତୀବ୍ର ପରିସ୍ଥିତିକୁ ମୂଳରୁ ହିଁ ଗଭୀର କରେ। ସଂଘର୍ଷ ବିନା ବୃଦ୍ଧି ହୁଏ ନାହିଁ। ତୁମ ଫସଲ ସୁବିଧା ପାଇଲା, କିନ୍ତୁ ଶକ୍ତି ତା ଭିତରେ ନଥିଲା। ଗୋପାଳ ମୁଣ୍ଡ ନୁଆଁଇ କହିଲା,
ସେ ଦିନକ ପରେ ଏତେ ବଡ଼ ଶିକ୍ଷା ମଧ୍ୟ ପାଇଲା କି ସଂଘର୍ଷ ବିନା କୌଣସି ସଫଳତା ହିଁ ନାହିଁ। ବିନା ସଂଘର୍ଷରେ ଆମେ ସଫଳତା ପାଇପାରିବା ନାହିଁ। କଷ୍ଟ ଆମକୁ ଶକ୍ତିଶାଳୀ ହିଁ କରିଥାଏ ଏବଂ ପ୍ରତ୍ୟେକ ବିପଦ ଆମକୁ ଶିଖାଏ ଯେ ଭଗବାନ ଯାହା କରନ୍ତି ଆମର ଭଲ ପାଇଁ ହିଁ କରନ୍ତି। ତେଣୁ ସହଜ ଜୀବନ ଶକ୍ତି ଦେଇନଥାଏ, ସମସ୍ୟା ଆମକୁ ଶିଖାଇଥାଏ। ଆମେ ସମସ୍ୟା ଯେତେବେଳେ ଆମ ଆଗକୁ ଆସିଥାଏ ତାହେଲେ ଆମେ ଶିକ୍ଷା ପାଇଥାଉ। ସଂଘର୍ଷ ଆମକୁ ସଫଳ କରେ। ଭଗବାନଙ୍କର ଯୋଜନା ସବୁବେଳେ ଭଲ ହୋଇଥାଏ। ତେଣୁ ଜୀବନରେ ଯେତେବେଳେ କଷ୍ଟ ଆସେ ଆମେ ଭାବିଥାଉ ଯେ କାହିଁକି ମୋ ସହିତ ଏମିତି ହେଲା, ମୁଁ କାହିଁକି କଷ୍ଟ ପାଇଲି, ଏମିତି କାହିଁକି ଭଗବାନ ମୋତେ ଦଉଛନ୍ତି। କିନ୍ତୁ ସମୟ ପରେ ବୁଝିପାରେ ଯେ ସେହି କଷ୍ଟ ଆମକୁ ଶକ୍ତିଶାଳୀ କରିଥାଏ। ତେଣୁ କଷ୍ଟ ଜୀବନରେ ରହିଲେ ଆମକୁ ଶକ୍ତିଶାଳୀ ସହିତ ଶିକ୍ଷା ମଧ୍ୟ ଦେଇଥାଏ। ସେଥିପାଇଁ କଷ୍ଟକୁ ଭୟ କରିବା କଥା ନୁହେଁ। ଯେତେବେଳେ କଷ୍ଟ ଆସୁଛି ଜାଣି ନିଅନ୍ତୁ ଯେ ଆଗକୁ କିଛି ଭଲ ହେବାର ଅଛି। ତେଣୁ ସଂଘର୍ଷକୁ ସ୍ୱୀକାର କରନ୍ତୁ, ଭଗବାନଙ୍କୁ ଭରସା କରନ୍ତୁ, କାରଣ ସଂଘର୍ଷ ପଥରେ ଚାଲିଲେ ମାତ୍ରେ ସଫଳତାର ଫଳ ନିଶ୍ଚିନ୍ତ ମିଳିଥାଏ। ତେଣୁ ସବୁବେଳେ ଏଇ କଥା ମନେ ରଖିଯାଉଛି ଯେ ସଂଘର୍ଷ କଷ୍ଟ ହିଁ ଆମ ଆଗ ଜୀବନକୁ ବହୁତ ସୁରକ୍ଷିତ କରିଥାଏ ଓ ସୁବିଧା କରିଥାଏ। ତେଣୁ ସହଜ ପରିସ୍ଥିତି ଲୋକ ଶକ୍ତିଶାଳୀ ହୋଇନାହାନ୍ତି। କଷ୍ଟ ଆମକୁ ଭିତରକୁ ହିଁ ଶକ୍ତି ଦେଇଥାଏ। ଜୀବନ ସମସ୍ୟା ଆମକୁ ଶିଖାଏ, କିନ୍ତୁ ଆଗକୁ ବଢ଼ିବା ମଧ୍ୟ ଶିଖିଥାଏ। ସବୁ କିଛି ସହଜ ମିଳିଗଲେ ଆମେ ଶକ୍ତି ହରାଇ ଦେଉ। ସଂଘର୍ଷ ଆମକୁ ଶକ୍ତି ଦେଇଥାଏ। ସାଙ୍ଗେ ସାଙ୍ଗେ ଯଦି ଫଳ ଚାହିଁଲେ ନିରାଶ ମିଳେ, ଧୈର୍ଯ୍ୟ ରଖିଲେ ସଫଳତା ନିଶ୍ଚିନ୍ତ ମିଳିଥାଏ। 5 ନମ୍ବରରେ କେବେ କେବେ ଖରାପ ଲାଗୁଥିବା ଘଟଣା ପରେ ଭଲର ପରିମାଣ ଆଣିଥାଏ। ତେଣୁ କଷ୍ଟ ସମୟର ଆମର ସହନଶୀଳତା ଓ ଆତ୍ମବଳ ବଢ଼ାଇଥାଏ। ଆରାମ ଅଧିକ ହେଲେ ଉନ୍ନତି ରହିଯାଇଥାଏ। ତେଣୁ କାମ ଓ ପରିଶ୍ରମ ଜରୁରୀ। ଆଳସ୍ୟ ଆଣିଲେ ଆମର କୌଣସି ସଫଳତା ମିଳିନଥାଏ। ବର୍ଷା, ସୂର୍ଯ୍ୟ, ବାତ୍ୟା ସବୁ ଦରକାର। ତେଣୁ ଦୁଃଖ ସୁଖ ଦୁହିଁ ଜୀବନର ଅଂଶ। ଦୁଃଖ ଥିଲେ ସୁଖ ହେବ, ସୁଖ ଥିଲେ ଦୁଃଖ ହେବ। ଦୁଇଟା ହିଁ ଆମକୁ ନେବାକୁ ପଡ଼ିବ। କେବଳ ପରିଶ୍ରମ ନୁହେଁ, ଭରସା ଓ ସକାରାତ୍ମକ ମନୋଭାବ ମଧ୍ୟ ସଫଳତାକୁ ଆଣିଥାଏ। ତେଣୁ ଯେତେବେଳେ ବାତ୍ୟା ହୁଏ ଗଛକୁ ଶକ୍ତ କରେ। ତେଣୁ ଚ୍ୟାଲେଞ୍ଜ ମଣିଷକୁ ଶକ୍ତିଶାଳୀ କରିଥାଏ। ତାହେଲେ ଏଇସବୁ ଭିଡ଼ିଓ ଯାହା ଆପଣମାନେ ଦେଖିଲେ ଯଦି ଭଲ ଲାଗିଥିବ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଭିଡ଼ିଓଟି ଲାଇକ୍ ସେୟାର କରିବେ। ନମସ୍କାର, ଜୟ ଜଗନ୍ନାଥ। ଆପଣ ସମସ୍ତେ ଭଲରେ ରୁହନ୍ତୁ। ନମସ୍କାର।